ପାପ ପୁଣ୍ୟର ଏଇ ଜଗତର କାହାଣୀ ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଏବେ କୁମ୍ଭ ମେଳାର ଟାଇମ୍। ଆଉ ମୁଁ ଏଇ କଥା କହିବାକୁ ଚାହେଁ ଆପଣମାନଙ୍କୁ, ମୁଁ କୌଣସି ଧର୍ମ ବିରୁଦ୍ଧରେ ଆପଣମାନଙ୍କୁ କହିବାକୁ ଚାହୁଁନି ଦର୍ଶକ ବନ୍ଧୁ। ଯେଉଁଟା ସତ୍ୟ, ଯେଉଁଟା ସାଧାରଣ ସତ୍ୟ, ସେ ବିଷୟରେ ଆପଣଙ୍କୁ କିଛି କହିବାକୁ ଚାହେଁ। ମୁଁ ଆଶା କରେ ଦର୍ଶକ ବନ୍ଧୁ ଆପଣମାନେ ମଧ୍ୟ ଏଇଟା ନିରାଟ ସତ୍ୟ ବୋଲି ଭାବି ନେବେ। ମୁଁ ଆଶା କରେ ଶୁଣିଲା ପରେ ଆପଣ ଜାଣିପାରିବେ। ଚାଲନ୍ତୁ ଆଗକୁ ଚର୍ଚ୍ଚା କରିବା ଦର୍ଶକ ବନ୍ଧୁ। ତେବେ ଦର୍ଶକ ବନ୍ଧୁ ଏଇ ଜଗତରେ ଆମେ ସେକେଣ୍ଡକୁ ନେଇ, ମିନିଟକୁ ନେଇ, ଘଣ୍ଟାକୁ ନେଇ, ଦିନକୁ ନେଇ, ସପ୍ତାହକୁ ନେଇ, ଆଉ ମାସକୁ ନେଇ, ବର୍ଷକୁ ନେଇ ଆମେ ଅନେକ ପାପ କାର୍ଯ୍ୟରେ ଲିପ୍ତ ଥାଉ। ଏ ଜଗତର ମନୁଷ୍ୟ ଯେତେ ବି ଚେଷ୍ଟା କରିବ ସେ କେବେ ବି ପୁଣ୍ୟ ଅର୍ଜନ କରିପାରିବ ନାହିଁ ଦର୍ଶକ ବନ୍ଧୁ। କିନ୍ତୁ ଗୋଟିଏ ନିରାଟ ସତ୍ୟ, ତାହା ଆପଣମାନେ ମଧ୍ୟ ଆପଣଙ୍କ ମସ୍ତିଷ୍କକୁ ଉଙ୍କି ମାରିଲେ ଜାଣିପାରିବେ ଦର୍ଶକ ବନ୍ଧୁ। ତେବେ ତାହା କ'ଣ? ତେବେ ଦର୍ଶକ ବନ୍ଧୁ ଆମେ ତ ପୁଣ୍ୟ କେଉଁଠି ଅର୍ଜନ କରିବା ତାହା ବି ଆମେ ଜାଣିନୁ ଦର୍ଶକ ବନ୍ଧୁ। କିନ୍ତୁ ଆମ ନିକଟ ସମ୍ମୁଖରେ ରହିଅଛି ଦର୍ଶକ ବନ୍ଧୁ। ନିଜକୁ ଥରେ ପଚାରି ଦେଖନ୍ତୁ। ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ ଜଣାଇବାକୁ ଚାହେଁ। ଯଦି ଆପଣ କୌଣସି ବଶତଃ ଅଘଟଣା ହୋଇଥିବ, ଆପଣ ହଠାତ୍ ମେଡ଼ିକାଲରେ ଯାଆନ୍ତି, ଆପଣଙ୍କର କେହି ବି ନଥାନ୍ତି ଦର୍ଶକ ବନ୍ଧୁ ଆପଣଙ୍କୁ ହେଲ୍ପ କରିବାରେ। ଯଦି ସେ ସ୍ଥାନରେ ଯଦି ଅଚିହ୍ନା ଲୋକ ଆପଣଙ୍କ ସହିତ କିଛି ହେଲ୍ପ କରେ, ଆପଣଙ୍କୁ କିଛି ହେଲ୍ପ କରେ, ତାହେଲେ ଆପଣଙ୍କୁ କେମିତି ଲାଗୁଥିବ ଦର୍ଶକ ବନ୍ଧୁ? ଅଚିହ୍ନା ଲୋକ, ଆପଣ ତାହାକୁ ଜାଣିନଥିବେ କି ସେ ମଧ୍ୟ ଆପଣଙ୍କୁ ଜାଣିନଥିବ। ତେବେ ଦର୍ଶକ ବନ୍ଧୁ ଆପଣଙ୍କୁ ସେହି ସ୍ଥାନରେ କିଛି ପୁଣ୍ୟର ରହସ୍ୟ ଦେଖିବାକୁ ମିଳୁଛି ନା। ଆପଣ ଯଦି ଟଙ୍କାରେ ମାଲାମାଲ, ତେବେ ଟଙ୍କାରେ ସେମାନଙ୍କୁ ସାହାଯ୍ୟ କରନ୍ତୁ। ଯଦି ଆପଣ ଶକ୍ତିରେ ମାଲାମାଲ, ତେବେ ତାଙ୍କୁ କିଛି ଶକ୍ତିରେ ସାହାଯ୍ୟ କରନ୍ତୁ। ଆଉ ଆପଣ ଯଦି ଜ୍ଞାନରେ ମାଲାମାଲ, ତେବେ ଆପଣ ଜ୍ଞାନରେ ତାହାଙ୍କୁ ସାହାଯ୍ୟ କରନ୍ତୁ। ମଣିଷ ଜୀବନରେ ଯଦି ଟଙ୍କା ନାହିଁ ତାହେଲେ ଜ୍ଞାନ ମଧ୍ୟ ରହିଥାଏ, ଜ୍ଞାନ ନାହିଁ ତାହେଲେ ଶକ୍ତି ମଧ୍ୟ ରହିଥାଏ। ଯେମିତିକି ଏଇ ଶରୀରର ଅଙ୍ଗ, ଆଖି ନଥିଲେ ହାତ ଥାଏ, କାନ ନଥିଲେ ଆଖି ଥାଏ, ସେମିତି ଦର୍ଶକ ବନ୍ଧୁ ସୃଷ୍ଟିରେ ସମସ୍ତଙ୍କୁ ସବୁକିଛି ନଥାଏ ଦର୍ଶକ ବନ୍ଧୁ। କିନ୍ତୁ ଆପଣ ଥରେ ଭାବି ନେବା ଦରକାର, ଯାହା ହଉ ଗୋଟିଏ ଅଙ୍ଗ ନଥିଲେ କ'ଣ ହେଲା, ଆଉ ଗୋଟେ ଅଛି। ତେବେ ଦର୍ଶକ ବନ୍ଧୁ ଆପଣ ଯଦି ଆପଣଙ୍କୁ କିଛି ପୁଣ୍ୟ ଅର୍ଜନ କରିବାର ଅଛି, ତାହେଲେ ଆପଣ ଲୋକଙ୍କୁ ହେଲ୍ପ କରନ୍ତୁ। ଆପଣ ଗର୍ବ କରନ୍ତୁ ନାହିଁ ଦର୍ଶକ ବନ୍ଧୁ। ଯଦି ଆପଣଙ୍କ ପାଖରେ ଟାଇମ୍ ଅଛି, କୁମ୍ଭ ମେଳା ଯିବା ଅପେକ୍ଷା ସମସ୍ତ ଧର୍ମର ଲୋକମାନଙ୍କୁ ମୁଁ କହୁଅଛି କି ଆପଣ ଯଦି ବେକାର ବଶତଃ ଆପଣ ଟଙ୍କା ଖର୍ଚ୍ଚ କରୁଛନ୍ତି, ଶକ୍ତି ଖର୍ଚ୍ଚ କରୁଛନ୍ତି, ବୁଦ୍ଧି ଖର୍ଚ୍ଚ କରୁଛନ୍ତି, ସମୟ ନଷ୍ଟ କରୁଅଛନ୍ତି, ତେବେ ଆପଣ ସେସବୁ କରନ୍ତୁ ନାହିଁ ଦର୍ଶକ ବନ୍ଧୁ। ତେବେ ଆପଣ କ'ଣ କରିବେ ଆପଣ ହିଁ ଜାଣିପାରୁଥିବେ ଦର୍ଶକ ବନ୍ଧୁ। ପୂର୍ବ ରୂପ ସ୍ୱରୂପ ଆପଣ ଯଦି କାର୍ଯ୍ୟ କଲେ, ନିଜେ ନିଜକୁ ଧନ୍ୟ ମନ କରିବେ, ସେତେବେଳେ ହିଁ ପୁଣ୍ୟର ଦୃଶ୍ୟ ମିଳିଥାଏ ଦର୍ଶକ ବନ୍ଧୁ। ତେବେ ଦର୍ଶକ ବନ୍ଧୁ ଆପଣମାନେ ସଠିକ୍ ବିଷୟ ଜାଣିଥିବେ ବୋଲି ମୁଁ ଆଶା କରୁଛି। ତେବେ ଦର୍ଶକ ବନ୍ଧୁ ଟ୍ରାଏ କରନ୍ତୁ। ମଣିଷ ଜୀବନ ତ ଗୋଟିଏ ଭଲ କାମ କରିବାକୁ ଗଲାବେଳକୁ ଖରାପ ମନୋଭାବ ଆଉ ଖରାପ ଚିନ୍ତାଧାରା ଆଉ ଖରାପ କାମ ଆଗକୁ ଟାଣି ନେଇଥାଏ ଦର୍ଶକ ବନ୍ଧୁ। ତେବେ ଦର୍ଶକ ବନ୍ଧୁ ଟ୍ରାଏ କରନ୍ତୁ, ଅଭ୍ୟାସ କରନ୍ତୁ, ତାହେଲେ ଆପଣ ଅଭ୍ୟାସରେ ଲିପ୍ତ ହେବେ। ଧନ୍ୟବାଦ ଦର୍ଶକ ବନ୍ଧୁ।